ସେଇ କଥା ମହାଜନ ସୂତ୍ରେ ପ୍ରଥମ ଯେ ପ୍ରାଥମିକ ସାଧକ ନିଓଫାଇଟ୍, ପ୍ରାଥମିକ ସାଧକ ଭକ୍ତି ଯୋଗ ମାର୍ଗକୁ ବା ଯୋଗ ମାର୍ଗକୁ ଆସୁଥିବା ପ୍ରାଥମିକ ସାଧକ ପକ୍ଷର କଥା କହୁଛନ୍ତି। ସେ ତାଙ୍କ ପାଇଁ କର୍ମ ହେଉଛି ମାଧ୍ୟମ। କର୍ମ ପ୍ରଥମେ କରିବାକୁ ପଡ଼ିବ। ଫ୍ରୁଇଟିଭ ବୋଲେ ସକାମ କର୍ମ, କାମନା ନିଶ୍ଚୟ ରହିଛି, ତେଣୁ ସକାମ କର୍ମ ସେ ନିଶ୍ଚୟ ପ୍ରଥମେ କରିବ। ପରେ କ୍ରମଶଃ ସାଧୁ ସଙ୍ଗ କରି ଉପଯୁକ୍ତ ପ୍ରାମାଣିକ ସାଧୁ ଗୁରୁଙ୍କର ସଙ୍ଗ ଲାଭ କରି ତାଙ୍କ ମୁଖରୁ ତତ୍ତ୍ୱ କଥା ଶ୍ରବଣ କଲେ ସେ ତାପରେ ଜାଣିବ ଯେ କର୍ମର ଉଦ୍ଦେଶ୍ୟଟା କି, ଆଉ କୋଉ କର୍ମ କୋଉ ପ୍ରକାର କର୍ମ କରିବାକୁ ପଡେ। ତେଣୁ ତାହା ହେଉଛି କୃଷ୍ଣ ଚେତନାର କର୍ମ ବା ଯଜ୍ଞାର୍ଥାତ କର୍ମ ନହ। ଶ୍ରୀମଦ୍ ଭଗବଦ୍ ଗୀତାରେ এই କଥା କୁହାଯାଇଛି। ଯଜ୍ଞାର୍ଥାତ କର୍ମଣ ଅନ୍ୟତ୍ର ଲୋକୟଂ କର୍ମ ବନ୍ଧନ। ଯଜ୍ଞ ପୁରୁଷ ଭଗବାନ ବିଷ୍ଣୁ ବା କୃଷ୍ଣ, ତାଙ୍କ ପାଇଁ ତାଙ୍କ ଉଦ୍ଦେଶ୍ୟରେ ବା ତାଙ୍କୁ କର୍ମଫଳ ପ୍ରଦାନ କରିବା ଉଦ୍ଦେଶ୍ୟରେ କର୍ମ କରିବାର ନାମ ହେଉଛି ଯଜ୍ଞ କର୍ମ। ଯେ ଯଜ୍ଞ କର୍ମ ନ ହେବ, ବ୍ୟକ୍ତି ନିଜର ଉପଭୋଗ ନିଜର ସୁବିଧା ପାଇଁ ଯଦି କର୍ମ କରିବ ତାହେଲେ କର୍ମ ବନ୍ଧନରେ ପଡ଼ିବ। କର୍ମଫଳ ପ୍ରତିକ୍ରିୟା ତାକୁ ଭୋଗ କରିବା ପାଇଁ ପଡ଼ିବ ନିଶ୍ଚିତ ଭାବରେ। ପ୍ରତ୍ୟେକ କର୍ମର ପ୍ରତିକ୍ରିୟା ଅଛି। ଇଭ୍ ଆକ୍ସନ୍ ଆଜ୍ ଇଟ୍ସ ରିଆକ୍ସନ୍, ଏ ନିଶ୍ଚିତ କଥା। ପ୍ରତ୍ୟେକ କର୍ମର କର୍ମ ପ୍ରତିକ୍ରିୟା ଅଛି। କିନ୍ତୁ କଣ କଲେ କର୍ମ ପ୍ରତିକ୍ରିୟାଟା ଆମକୁ ଭୋଗ କରିବାକୁ ପଡ଼ିବ ନା, ସେଇଟାକୁ ଆମକୁ ଜିଜ୍ଞାସା କରିବା ପାଇଁ ପଡ଼ିବ ବା ଜାଣିବା ପାଇଁ ପଡ଼ିବ। କର୍ମ କରିବା କିନ୍ତୁ କର୍ମର ଫଳ ବା ପ୍ରତିକ୍ରିୟା ଆମକୁ କରିବା ନା, এইটা କଣ କଲେ ହେଇପାରିବ ସେ ଉପଦେଶ ଦିଆଯାଉଛି। ଶାସ୍ତ୍ରରେ ଦିଆଯାଉଛି, ବୈଦିକ ଶାସ୍ତ୍ର ମାନକେ ଦିଆଯାଉଛି, ସାଧୁ ବୈଷ୍ଣବ ମହାଜନଗଣ ମଧ୍ୟ ମାନେ ଋଷିଗଣ ଏସବୁ କଥା କହୁଛନ୍ତି ମଧ୍ୟ। ଉଦାହରଣ ଦିଆଯାଏ ଯେ ଗୋଟେ ବୀଜ ଯଦି ତୁମେ ବପନ କରିବ, ସେ ନିଶ୍ଚିତ ତାର ଅଙ୍କୁରୋଦ୍ଗମ ହବ, ନିଶ୍ଚିତ ଭାବରେ ଅଙ୍କୁରୋଦ୍ଗମ ହବ। କିନ୍ତୁ ସେ ବୀଜକୁ ଯଦି ଭାଜି ଦିଆଯିବ, ତାକୁ ଯଦି ବପନ କରିବ ତାହେଲେ ଆଉ ଅଙ୍କୁରୋଦ୍ଗମ ହବ ନା। ଏ ହେଲା ଯେପରି କଥା। ତଦ୍ରୁପ ଭାବେ ପ୍ରତ୍ୟେକ କର୍ମ ପ୍ରତିକ୍ରିୟା ଅଛି, କିନ୍ତୁ କର୍ମଟା ଯଦି ଯଜ୍ଞାର୍ଥାତ ହବ, ଯଜ୍ଞ ପୁରୁଷ ଭଗବାନ ବିଷ୍ଣୁ ବା କୃଷ୍ଣଙ୍କ ପ୍ରୀତ୍ୟର୍ଥେ ଜାଣେ ଉପଯୁକ୍ତ ପ୍ରାମାଣିକ ଗୁରୁଙ୍କର ଆନୁଗତ୍ୟରେ ହବ, ମନ ମନ କଲେ ହବ ନା, ଭୁଲ ହେଇଯିବ। ତାହେଲେ କର୍ମ ପ୍ରତିକ୍ରିୟା ହବ ନା। କର୍ମାଣି ନିର୍ଦ୍ଦହନ୍ତି କିନ୍ତୁ ଭକ୍ତି ଭାଜାନ, ବ୍ରହ୍ମ ସଂହିତାରେ କୁହାଯାଇଛି। କର୍ମାଣି ନିର୍ଦ୍ଦହନ୍ତି କିନ୍ତୁ ଭକ୍ତି ଭାଜାନ। ଭକ୍ତି ପଥକୁ ଆସିଲେ କୃଷ୍ଣଙ୍କର ସେବାର୍ଥେ ବା ଭଗବାନ ବିଷ୍ଣୁ ବା କୃଷ୍ଣଙ୍କର ପ୍ରୀତ୍ୟର୍ଥେ ବା ତାଙ୍କର ଉପଭୋଗାର୍ଥେ ଯଦି କର୍ମ କରାଯାଏ ତାହେଲେ ଆଉ କର୍ମର ପ୍ରତିକ୍ରିୟା ରହେ ନା, ଧ୍ୱଂସ ହେଇଯିବ। ଏ ହେଲା ତାର ଉପାୟଟା, ସେ କଥାଟା ଏଠି କୁହାଯାଉଛି। ଏ ଉପାୟଟାକୁ, ଏ କୌଶଳଟାକୁ ଜାଣିବାକୁ ଏହା କହୁଛି କର୍ମ କୌଶଳ। ଏହା ନାମ ହେଉଛି କର୍ମ କୌଶଳ। କର୍ମ କୌଶଳ ନ ଜାଣି କର୍ମ ତ୍ୟାଗ କରିବା ଉଚିତ ନୁହେଁ, ଏ ଉପଦେଶ ଗୀତାରେ ଦିଆଯାଇଛି। ସେଇ କଥାଟା ଏଠି ଭାଗବତରେ ବାହାରୁଛି। କର୍ମ କୌଶଳଟା ଜାଣିବାକୁ ପଡ଼ିବ। ଆଉ କର୍ମ କୌଶଳ ନ ଜାଣି ତୁମେ କର୍ମ ତ୍ୟାଗ କରିବ, ତାହା ହେଇପାରିବ ନା। ଯେମିତି ଉଦାହରଣ ଦେଇ ଆମର କହିଛନ୍ତି ତାଙ୍କର ଭାଷ୍ୟରେ ଆମର ପରମାରାଧ୍ୟ ଗୁରୁଦେବ ହଠାତ୍ କେହି ହରିଦାସ ଠାକୁରଙ୍କ ଭଳି ମହାଭାଗବତ ହରିଦାସ ଠାକୁର ପରମହଂସ ତାଙ୍କୁ ଅନୁକରଣ କରି କର୍ମ ତ୍ୟାଗ କରି ଖାଲି ବସି ରହିବା, ଆମେ ଖାଲି ବସି ସେ ନାମ ଚିନ୍ତନ କରିବା ବା ନାମ ଜପ କରିବା, ସେ ଯେମିତି ଦିନ ରାତି 24 ଘଣ୍ଟା 3 ଲକ୍ଷ ନାମ କରୁଥିଲେ, ଖାଉନଥିଲେ, ପିଉନଥିଲେ, କି ଶୁଣୁନଥିଲେ, ସେମିତି ଆମେ ଅନୁକରଣ କରି ହଠାତ୍ କରିପାରିବା ନା। ଉଦାହରଣ ଦେଇଛନ୍ତି କିପରି ଜଣେ ଏପରି ଆଫ୍ରିକାନ ଡିଭୋଟି ମାୟାପୁରରେ କଲେ 15 ଦିନ ପରେ ସେ ଛାଡିଛୁଡି ଦେଇ ପଳେଇଲେ। ତା କରିପାରିବ ନା, ତା ହେଇପାରିବ ନା। ଯେତେବେଳେ ସିଦ୍ଧ ଦେହ ହେବ, ଭୋଜନ ଫଳରେ ପ୍ରାକୃତ ଶରୀର ପରିବର୍ତ୍ତନ ହେଇକରି ପ୍ରାକୃତ ଶରୀର ହେଇଯିବ, ସିଦ୍ଧ ଦେହ ବୋଲି କହନ୍ତି, ସେତେବେଳେ ସମ୍ଭବ। ସେ ଶରୀର ଯେ ପ୍ରାପ୍ତ ହେବେ ତାଙ୍କର ଆହାର ନିଦ୍ରା ଭୟ ମୈଥୁନ ନାହିଁ, ସେ ଆବଶ୍ୟକତା ନାହିଁ।
ପ୍ରାକୃତ ଶରୀରରେ ଏହି ଆବଶ୍ୟକତା ଅଛି, ଆହାର ନିଦ୍ରା ଭୟ ମୈଥୁନର। ଅପ୍ରାକୃତ ଶରୀରରେ ସିଦ୍ଧ ଦେହରେ ଏହି ଆବଶ୍ୟକତା ନାହିଁ। ଖାଦ୍ୟର କିଛି ଦରକାର ପଡ଼ିବ ନା, ଖାଇବା ଦରକାର ପଡ଼ିବ ନା, ଶୋଇବା ଦରକାର ପଡ଼ିବ ନା, ଭୟ ନଥାଏ କି ମୈଥୁନର ଆବଶ୍ୟକତା ନଥାଏ, ଏଗୁଡ଼ା କିଛି ନଥାଏ। ତା ନ ହେଇକରି ଯଦି କେହି କରିଦେବ ସେମିତି, ତାହେଲେ କିପରି ହେବ? ତା ସମ୍ଭବପର ନୁହେଁ। ଆଗେ ସେଥିପାଇଁ ପ୍ରାଥମିକ ସାଧକ ମାନଙ୍କ ପାଇଁ ଉପଦେଶ ଦିଆଯାଉଛି। କର୍ମ ତୁମକୁ କରିବା ପାଇଁ ପଡ଼ିବ, କର୍ମ ତ୍ୟାଗର କଥା ନୁହେଁ, କିନ୍ତୁ ସଂସିଦ୍ଧି ହରିକୌଶଳ। ଭଗବାନ ହରିଙ୍କ ସନ୍ତୋଷ ବିଧାନ ପାଇଁ କର୍ମ କର। ଆଉ କେମିତି ସନ୍ତୋଷ ବିଧାନ ହେବ, କେମିତି କର୍ମ କରିବ, କୋଉ କର୍ମ କଲେ ବା କଣ କଲେ ସେ ଭଗବାନ ହରି ସନ୍ତୁଷ୍ଟ ହେବେ, ତା ତୁମେ ନିଜେ ସ୍ଥିର କରିପାରିବ ନା, ନିଜ ମନ ଢଙ୍ଗରେ ତୁମେ କରିପାରିବ। ସେଥିପାଇଁ ଯେଉଁମାନେ ପ୍ରାମାଣିକ ଗୁରୁ ଆଚାର୍ଯ୍ୟ ଅଛନ୍ତି, ଯେଉଁମାନେ ସବୁ କଥା ଜାଣିଛନ୍ତି, ସେମାନଙ୍କର ଆନୁଗତ୍ୟ କରିବା ପାଇଁ ତାହେଲେ ହବ। ଏଇଟା ହେଲା ପ୍ରାଥମିକ କଥା। ଏପରି କଲେ କ୍ରମଶଃ ଶୁଦ୍ଧ ଭକ୍ତି ସ୍ତର ଯିବ। ଏହାର ନାଁ ହେଉଛି ଗୌଣ ଭକ୍ତିର ପଥ ବା ବର୍ଣ୍ଣାଶ୍ରମ ବିଭାଗ। ବଦ୍ଧଜୀବ ପାଇଁ ଦରକାର, ବଦ୍ଧଜୀବ ପାଇଁ ବର୍ଣ୍ଣାଶ୍ରମ ବିଭାଗର ବ୍ୟବସ୍ଥା ହେଇଛି। ବଦ୍ଧଜୀବ ତ୍ରିଗୁଣମୟୀ ଭୂତ ପ୍ରକୃତି ମାୟା ଦ୍ୱାରା କବଳିତ ହେଇଛି। ପ୍ରକୃତି କ୍ରିୟମାଣାନି ଗୁଣୈ କର୍ମାଣି ସର୍ବସ୍ୱ ଅହଙ୍କାର ବିମୂଢ଼ାତ୍ମା କର୍ତ୍ତା ଅହଂ ମନ୍ୟତେ। ଏ ଶ୍ରୀମଦ୍ ଭଗବଦ୍ଗୀତାରେ ପାଇଛି। ପ୍ରକୃତିଟା କାମ କରୁଛି, ଅହଙ୍କାର ବିମୂଢ଼ାତ୍ମା କର୍ତ୍ତା ଅହଂ ମନ୍ୟତେ। କିନ୍ତୁ ଯାହାର ଏ ଜ୍ଞାନ ନାହିଁ, ଅହଂ ଭାବ ମିଥ୍ୟାଙ୍କାର ଖୁବ୍ ଜୋର ପ୍ରବଳ ଅଛି, ସେ କହୁଛି ମୁଁ କରୁଛି, ମୁଁ ଭାବ ମୁକ୍ତ ଭାବ। ଏଇଟା ସେ କସ୍ମିନ୍ କାଳେ ନୁହେଁ। ବଦ୍ଧାବସ୍ଥାରେ ମାୟା ଶକ୍ତି ବା ବୈରଙ୍ଗା ଶକ୍ତି ବା ଭୂତ ପ୍ରକୃତି କ୍ରିୟା କରେ। ଭୂତ ପ୍ରକୃତି ଅଧୀନରେ ଅଛି, ପ୍ରକୃତି କ୍ରିୟମାନ। ଏ ବିଷୟରେ ବାଧ୍ୟ କରିବ ଅର୍ଜୁନକୁ ସେହି ଉପଦେଶ ଦେଇଛନ୍ତି ଭଗବାନ କୃଷ୍ଣ। ଗୀତାରେ ଏସବୁ କଥା ଭଲ ଭାବରେ କୁହାଯାଇଛି। ଅର୍ଜୁନ ଯୁଦ୍ଧ ନ କରି ବଣରେ ରହି କର୍ମ ସନ୍ନ୍ୟାସୀ ହେବେ, ଧ୍ୟାନ କରିବେ, ଭଗବାନଙ୍କର କହୁଥିଲେ। କିନ୍ତୁ ଭଗବାନ ସେଥିପାଇଁ ଉପଦେଶ ତାହା ହେଇପାରିବ ନା। ମିଥ୍ୟାଚାର ଶୌଚ ଯାଇକି ପାଉଛି। କର୍ମେନ୍ଦ୍ରିୟାଣୀ ସଂଯମ୍ୟ ଜହାସ୍ତେ ମନସାସ୍ମ ଇନ୍ଦ୍ରିୟାଣୀ ବିମୂର୍ତ୍ତ ଆତ୍ମା। ମିଥ୍ୟାଚାର ଶୌଚରେ ସେ ମିଥ୍ୟାଚାରୀ ହେବ, ଯାହା ହିପୋକ୍ରାଇଟ୍ ପ୍ରିଟେଣ୍ଡର ହବ। ବାହାରକୁ ଦେଖିବା ପାଇଁ କର୍ମ ସନ୍ନ୍ୟାସ କରିଛି, କିନ୍ତୁ ମନ ମଧ୍ୟରେ ଉପଭୋଗର କାମନା ଅଛି, ଇନ୍ଦ୍ର ଉପଭୋଗ ତଥା ଚିନ୍ତା କରୁଛି। ସେ ମିଥ୍ୟାଚାରୀ ଶଠ ପ୍ରବଞ୍ଚକ। ତାର ମନ ଭଗବାନ କୃଷ୍ଣଙ୍କ ପାଦ ନାହିଁ, ଉପଭୋଗ ଇନ୍ଦ୍ର ଉପଭୋଗ ବିଷୟରେ ଧ୍ୟାନ ଚିନ୍ତା କରୁଛି। ସେପରି କରିବା ଉଚିତ ନୁହେଁ। ମିଥ୍ୟାଚାରୀ ଶଠ ପ୍ରବଞ୍ଚକ କାହିଁକି ହବ ତୁମେ? ବରଂ ତୁମେ କର୍ମ କର। ତୁମ ରଜଗୁଣର ପ୍ରାଧାନ୍ୟ ଅଛି, ତୁମେ ସ୍ୱାଭାବିକ କ୍ଷତ୍ରିୟ, ଯୁଦ୍ଧ କରିବା ତୁମର କାମ। ସେ ଯୁଦ୍ଧଟା କର, ସେ ଯୁଦ୍ଧ ତୁମେ କୃଷ୍ଣାର୍ଥେ କର। ଯଜ୍ଞାର୍ଥାତ୍ କର୍ମଣ। ଯଜ୍ଞ ପୁରୁଷଙ୍କ ପାଇଁ, ତାଙ୍କର ବୋଉ ପାଇଁ କର, କର୍ମଫଳ ତାଙ୍କର। ଏ ହେଉଛି କର୍ମାର୍ପଣ କଥା କୁହାଯାଉଛି। ୟାକୁ ଗୀତାରେ କର୍ମାର୍ପଣ କୁହାଯାଇଛି। ଏ ପ୍ରାଥମିକ ସ୍ତରଟା, ଏଇଟା ପ୍ରଥମ ସ୍ତର, ଇନିସିଆଲ ଷ୍ଟେଜ ଏଇଟା। ହଠାତ୍ କର୍ମ ତ୍ୟାଗ କରିବା କଥା ଜଣା ନାହିଁ, କେହି କେହି କହିନାହାନ୍ତି। ସେଇ କଥାଟା ଏଇ ଭାଗବତରେ ମନେ କରୁଛନ୍ତି। କର୍ମ ତୁମେ କରିବା ନିଶ୍ଚିତ ଭାବରେ, କର୍ମ ତ୍ୟାଗ କରିପାରିବ ନା। ପ୍ରକୃତିଟା କାମରେ ଲଗେଇବା ଯିବ, କିନ୍ତୁ ସେଇ କର୍ମଟା ପରିପୋଷଣ ପାଇଁ ହଉ। ସେଥିପାଇଁ ବର୍ଣ୍ଣାଶ୍ରମ ଧର୍ମ ବ୍ୟବସ୍ଥା ଚାତୁର୍ଣ୍ୟମୟା ସୃଷ୍ଟ ଗୁଣ କର୍ମ ବିଭାଗ। ଏ କଥା ଭଗବାନ କହିଲେ, ସେଥିପାଇଁ କହିଛନ୍ତି ଏ ବର୍ଣ୍ଣାଶ୍ରମ ଧର୍ମ, ଚାରି ବର୍ଣ୍ଣ ବିଭାଗ, ଚାରି ଆଶ୍ରମ ବିଭାଗ। ଭୂତ ପ୍ରକୃତିର ପ୍ରାଧାନ୍ୟ ଅନୁଯାୟୀ, ଗୁଣର ପ୍ରାଧାନ୍ୟ ଅନୁଯାୟୀ ଚାରି ବର୍ଣ୍ଣ ବିଭାଗ ହୋଇଛି। ବ୍ରାହ୍ମଣ, କ୍ଷତ୍ରିୟ, ବୈଶ୍ୟ, ଶୂଦ୍ର। ସତ୍ୱଗୁଣ ପ୍ରାଧାନ୍ୟ ଅଛି, ସେ ସ୍ୱାଭାବିକ ବ୍ରାହ୍ମଣ। ସମାଧମତର ଶୌଚം କ୍ଷାନ୍ତି ଆଧର୍ମ ଇଏ ବତଲା ବ୍ରହ୍ମକର୍ମ ସ୍ୱାଭାବିକ ଭାବରେ ସେ କରିବ, ସେଇଟା ସେ ହରିତୋଷଣ ପାଇଁ କରୁ। ରଜଗୁଣର ପ୍ରାଧାନ୍ୟ ଅଛି, ସ୍ୱାଭାବିକ କ୍ଷତ୍ରିୟ, ସେ ଯୁଦ୍ଧ କରିବ, ଦାନ କରିବ, ଈଶ୍ୱର ଭାବ ରହିବ ତାର। ଯୁଦ୍ଧେ ଚପଳାୟନ ଖ୍ୟାତ କର୍ମ ସ୍ୱଭାବ।
ଶହେ କର୍ମ ସେଟା ସେଇ ପରିତୋଷଣ ପାଇଁ କରୁ। ଉପଯୁକ୍ତ ପ୍ରାମାଣିକ ଗୁରୁଙ୍କ ଆନୁଗତ୍ୟରେ ତମର ମିଶ୍ରଣ ଅଛି ସ୍ୱାଭାବିକ ବୈଶ୍ୟ କୃଷି ଗୋରକ୍ଷା ବାଣିଜ୍ୟ କର୍ମ ସ୍ୱାଭାବିକ ଭାବେ କରିବ, ତାହା ମଧ୍ୟ ସେ ପରିତୋଷଣ ପାଇଁ କରୁ। ତମ ମନ ପାଉନି ଅଛି ସ୍ୱାଭାବିକ ଶୂଦ୍ର ସେବା କରିବା, ଚାକିରି ଖଟିବ, ସେ ଚାକିରି ଖଟିବ। କଳୁ ସର୍ବେ ଶୂଦ୍ର ସମ୍ଭବ, କଳିରେ ସବୁ ଶୂଦ୍ର, ସବୁ ଚାକିରି 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 ଏ କଥା ସବୁ ଶୂଦ୍ର କର୍ମ ଏଇଟା, ଅନ୍ୟ ଚାକିରି କରିବା। ତେଣୁ ସେ କାମ ସେ ମଧ୍ୟ ଭଗବାନ କୃଷ୍ଣ ପ୍ରୀତ୍ୟର୍ଥେ ବିଷ୍ଣୁର ପ୍ରୀତ୍ୟର୍ଥେ କରୁ। ଇଏ ହେଉଛି ବର୍ଣ୍ଣାଶ୍ରମ ଧର୍ମ, ଦୈବ ବର୍ଣ୍ଣାଶ୍ରମ ଧର୍ମ ୟାନା ସଂସିଧିର ହରିତୋଷଣ, ହରିତୋଷଣ ନିମିତ୍ତ କର୍ମ। ତୁମ ନିତ ଇନ୍ଦ୍ର ପ୍ରୀତି, ଇନ୍ଦ୍ର ତୋଷଣ ବା ପରିବାର ତୋଷଣ ବା ଦେଶବାସୀ ମାନଙ୍କର ସେବା, ତାଙ୍କର ତୋଷଣ, ଏ ଅନ୍ୟ କାହାକୁ ତୋଷଣ ନିମିତ୍ତ କରାଯିବ ନା, କେବଳ ହରିତୋଷଣ ଭଗବାନ ହରିଙ୍କ ସନ୍ତୋଷ ଦାନ ପାଇଁ କରାଯିବ। ତାହେଲେ କର୍ମଫଳ ପ୍ରତିକ୍ରିୟା ଭୋଗ କରିବା ପାଇଁ ପଡ଼ିବ ନାହିଁ। ନଚେତ୍ ଯାହା କର ନା କାହିଁକି, ଯାହା ସେଥିପାଇଁ ଆମ ପରମାର୍ଥ ଗୁରୁ ଯୋଉ କହିଲେ, if there is no Krishna consciousness, any kind of activity, be it philanthropic, political, social, simply because there is karma bandhana, bondage to material world, it has ନିଶ୍ଚିତ ଭାବରେ ହବ। କୃଷ୍ଣ ଚେତନା ନାହିଁ ତୁମର, ତୁମେ ଯାହା କର, ଫିଲାନ୍ଥ୍ରୋପିକ ଜନସେବା କର କି ଲୋକ ସେବା କର କି ଦେଶ ସେବା କର, ରାଜନୈତିକ ବା ସାମାଜିକ ଯାହା କାମ କର ନା କାହିଁକି, ତାହା ନିଶ୍ଚୟ କର୍ମବନ୍ଧନର କାରଣ ହବ। ତାହା ପ୍ରତିକ୍ରିୟା ତୁମକୁ ନିଶ୍ଚିତ ଭାବରେ ଭୋଗ କରିବାକୁ ମୁକ୍ତ ହେଇପାରିବ ନା। କିନ୍ତୁ ସେଇ କର୍ମ ଯଦି ପର୍ଯ୍ୟନ୍ତ ପ୍ରାମାଣିକ ଗୁରୁଙ୍କ ଅଧୀନରେ ନିର୍ଦ୍ଦେଶରେ ଆନୁଗତ୍ୟରେ ଭଗବାନ ହରିଙ୍କର କୃଷ୍ଣ ବା ବିଷ୍ଣୁଙ୍କର ସନ୍ତୋଷ ବିଧାନ ନିରକ୍ତ କରାଯାଏ, ତାହେଲେ ଆଉ ପ୍ରତିକ୍ରିୟା ରହିବ ନା, ସେଇ ଏକାଗ୍ର। ଏ ହେଉଛି ତାତ୍ପର୍ଯ୍ୟ, ଏଠି ଏ ହେଉଛି ତାତ୍ପର୍ଯ୍ୟ। ସେଥିପାଇଁ ଯାହା ଭଗବାନ କୃଷ୍ଣ ଗୀତାରେ କହିଛନ୍ତି ସେଇ କଥା ମନୁ ଏଠି ମହାଜନ ହିସାବରେ ଭାଗବତ ସେଇ କଥା ହିଁ କୁହାଯାଉଛି। ହଠାତ୍ କେହି ଏପରି କର୍ମ ତ୍ୟାଗ କରି ପରମହଂସ ମହାଜନ ହରିଦାସ ଠାକୁରଙ୍କ ଭଳି ତାଙ୍କୁ ଅନୁକରଣ କରିବା ଉଚିତ ନୁହେଁ, ଅନୁକରଣ କରିପାରିବ ନାହିଁ। ସେଥିପାଇଁ ଗ୍ରେଜୁଆଲ ପ୍ରୋସେସ, କ୍ରମିକ ଉନ୍ନତି ପନ୍ଥା ଦିଆଯାଇଛି। ପ୍ରଥମେ ଗୌଣ ଭକ୍ତି, ତାପରେ ମୁଖ୍ୟ ଭକ୍ତି ବା ଶୂଳ ଭକ୍ତି। ତେଣୁ ବର୍ଣ୍ଣାଶ୍ରମ ଧର୍ମ ହେଉଛି ଗୌଣ ଭକ୍ତିର ପଥ, ବଦ୍ଧଜୀବ ପାଇଁ ଦରକାର। ଏପରି କଲେ କ୍ରମଶଃ ହୃଦୟ ବିଶୁଦ୍ଧ ହବ ଏବଂ ମୁକ୍ତି ସ୍ଥିତିକୁ ଆସିବ। ତାପରେ ଶୁଦ୍ଧ ଭକ୍ତି ତୁମେ କରିବ। ସେ କ୍ରମଶଃ କ୍ରମପନ୍ଥା, ଏଇଟା ହଠାତ୍ କେହି କରିପାରିବେ। ଏ ହେଉଛି ତାତ୍ପର୍ଯ୍ୟ ୟା ଭିତରେ, ଏ ବଡ଼ ତାତ୍ପର୍ଯ୍ୟପୂର୍ଣ୍ଣ କଥା।